श्रीमद्भगवद्गीता। ओं भगवते वासुदेवाय नमः। अष्टादश अध्याय मोक्षयोगः। अर्जुन उवाच। हे प्रभु केशी निषूदन सन्यास त्याग तत्वमान पृथक एहांक मध्यरे बुझाई कहिब मोहरे। श्री भगवान उवाच। कामना रखी वेद मते तपजज्ञादि कर जेते एथिरे चित शुद्धि नहीं बंधन भय बढ़ु थाई। एहाकु त्याग जे करंती सन्यासी ताहाकु कहंती। आश्रम नियम जे कर्म निष्काम भावे नित्य कर्म सर्वकर्मर फल त्याग ताहाकु बोलंती जे त्याग। के सांख्यवादी जे कही यज्ञादि कर्म दोषी होई के कहे ए दूषणु होई चित्त शुद्धरे जाहा होई। पशु हिंसा यज्ञादि कर्म ममते दोष युक्त जान से दोष त्याग जे त्रिविध अर्जुन अटे ए प्रसिद्ध। ओ दोष यज्ञ तपदान सर्व करिबार विधान अग्निहोत्रादि तपदान पंचाग्नि कृच्छ चांद्रायण गृह सन्यासी बानप्रस्थ एहांक पक्षे प्रशस्त। एथिरे चित्त शुद्ध हुए पाप कर्म सलोप पाए। ए यज्ञ नुहे दोष युक्त एहा सिद्धांत मोर मत। ए सबु कर्म कु अर्जुन करिब छाड़ी अभिमान फल कामना छाड़ी देव ममते श्रेष्ठ एहि सर्व। जे सबु नित्य कर्म मान छाड़िबानु होई विधान जदि बा मोह बसे छाड़े तामस त्याग बोले दृढ़े। दुख भावई कर्म जेहि शरीर क्लेश भय नाही। राजस त्याग एहि सर्व न मिले फल ए पार्थिव। कर्म जे मकरणी अटे ए ज्ञाने जार मन खटे। कामना मन रुते जीण नित्य करई कर्म मान फलाभिमान त्याग सेहि सात्विक त्याग ताकु कही। सात्विक कर्मे जे रसई संशय जाहार न थाई। दुखित कर्मे दोषी नुहे सुख कर्मे प्रीति न बहे। जे नर देह अभिमानी संपूर्ण कर्म कुसे पुणी तेजिबा पाई असमर्थ हुई से नर समस्त। ए कर्म फले त्यागी सेहि प्रकृति त्यागी अटे सेहि। कामना कर्मे स्नेही जेहि अत्यागी बोलांतिटी सेहि। से एहि लोके जा करई परलोके से फल पाई। इष्ट अनिष्ट मिश्र तिनि फल भोगई हे फाल्गुनी। इष्ट जे देव जनि पाई अनिष्ट नर के पड़ई। मिश्र जे मर्त्य हुए जात पाप पुण्य को भोगे सेत। फलासाहीन जे सन्यासी न लभेते अनुब्रह्मे मिशी। सर्वकर्मर सिद्धि पाई पांचटी कारण अछई। सांख्य वेदांते जे भकत
ମଠାରୁ ଶୁଣ କୁନ୍ତି ସୁତ ଶରୀରେ ଅଧିଷ୍ଠ ନ ଯେହି କର୍ତ୍ତା ବଲିଣ ଜାଣ ତୁହି କାରଣ ପୃଥି ଆଦି ପଞ୍ଚଭୂତ ଏ କୁନ୍ତି ସୁତ ଆକାଶ ଶ୍ରବଣ ଜନ୍ମଇ ବାୟୁ ଋତ୍ୱେ ଗନ୍ଦ୍ରିୟ ହୋଇ ଅନଳୁ ଚକ୍ଷୁ ହୁଏ ଜାତ ଜଳୁ ରସନାର ସମ୍ଭୂତ କଣ୍ଠରେ ବସଇ ଉଦାନ ସର୍ବ ଶରୀରେ ବ୍ୟାପେ ବ୍ୟାନ ପୃଥିରୁ ଘ୍ରାଣ ଜାତ ଜାଣ ଏ ପଞ୍ଚଭୂତରୁ ଉତ୍ପନ୍ନ ବାକ୍ବାଦ ପାଣି ପ୍ରାୟୁ ପ୍ରସ୍ଥ ଏ ସର୍ବ ପାଞ୍ଚଭୂତ ଜାତ ପ୍ରାଣାଦି ଯେ ପଞ୍ଚ ପବନ କହିବା ତାହାଙ୍କର ସ୍ଥାନ ହୃଦରେ ପ୍ରାଣ ଗୃହେ ପାନ ନାଭିରେ ରହଇ ସମନ ପଞ୍ଚ ଉପବାୟୁ ଯେ ବୀର ନାଗ କୁରୁମ କୁରୁ ବଳ ଦେବଧର ଯେ ଧନଞ୍ଜୟ ଏ ପଞ୍ଚ ହଇଲେ ଉଦୟ ନାଗରେ ଉଦ୍ଗୀରଣ କରେ କର୍ମ ଯେ ଉନ୍ମିଳନ କରେ କୁବଳ ଚିତ୍କାର ପରାଏ ବେଦ ଦତ୍ତରେ ହାର ହୁଏ ମାଗିଲେ ପ୍ରାଣୀ ଧନଞ୍ଜୟ ନ ଛାଡ଼େ ତାହାର ଯେ ଦେହ ଏ ହେତୁ ପଞ୍ଚ ପ୍ରାଣବାତ ଜଗତେ ହୋଇଛି ବିଖ୍ୟାତ କାୟ ବଚନ ମାନସରେ ନର ଯେ ବଣ କର୍ମ କରେ ନ୍ୟାୟ ବା ଅନ୍ୟାୟ ଯା ହୋଇ ସେ ପଞ୍ଚ ତାର ହେତୁ ହୋଇ ଅଗ୍ନିହୋତ୍ରାଦି ନ୍ୟାୟ ଅଟେ ହିଂସାଦି ଅନ୍ୟାୟ ପ୍ରକଟେ କର୍ତ୍ତା ସ୍ୱରୂପେ ଆତ୍ମା ଯେହି ଜ୍ଞାନ କରଇ ଅଜ୍ଞ ସେହି ଏଥକୁ ପ୍ରମାଣ ବହୁତ ଥିଲେ ନ ରଖେ ମୂଢ଼ ଚିତ ପ୍ରକୃତ ଆତ୍ମା ଦର୍ଶନ ପ୍ରାପ୍ତ ନ ହୁଏ କଦାଚନ ଅହଙ୍କାର ଯେ ଯାର ନାହିଁ ଆତ୍ମାକୁ ବ୍ରହ୍ମ ସେ ଜାଣଇ କାର୍ଯ୍ୟରେ ଇହ ଲୋକ ଯଶ କଲେ ନର୍କରେ କିଛି ନାଶ ଯେଣୁ ତା ଆତ୍ମା ଶୁଦ୍ଧ ହୋଇ ଭବ ବନ୍ଧନେ ନ ଲାଗଇ ଜ୍ଞାନ ଜ୍ଞେୟ ଯେ ପରିଜ୍ଞାତା ଏ ତିନି କର୍ମ ବିଧିଦାତା କରଣ କର୍ମ କର୍ତ୍ତା ପୁଣି ଏ ତିନି ଆଶ୍ରୟ ସେ ଜାଣିବା ଇଚ୍ଛା ଜ୍ଞାନ ନାମ ଜାଣିବା ଯୋଗ୍ୟ ଜ୍ଞେୟ ନାମ ଏବେ ଯାହାକୁ ଇଚ୍ଛନ୍ତି ପରିଜ୍ଞାତା ତାକୁ କହନ୍ତି ଯାଦ୍ୱାରା କାର୍ଯ୍ୟ କରାଯାଏ କରଣ ବୋଲି ତାଙ୍କୁ କହେ ଯେ କରେ କର୍ତ୍ତା ସେ ଅଟଇ ସମସ୍ତ କହିଲି ବୁଝାଇ ଏ ଜ୍ଞାନ କର୍ମ କର୍ତ୍ତା ମାନ ତ୍ରିବିଧ ଗୁଣ ଭେଦ ପୁଣ ଏ ସର୍ବ ବିଷୟରୁ ଯାହା ଯଥା ବିଧାନେ ଶୁଣ ତାହା ସର୍ବଭୂତରେ ଏକ ଜାଣ ବସଇ ଯେ କରଇ ଜ୍ଞାନ ଅଖଣ୍ଡ ଅବ୍ୟୟ ଯେ ଏହି ଏ ଜ୍ଞାନ ଯାର ଉଦେ ହୋଇ ଏପରି ଜ୍ଞାନକୁ ଅର୍ଜୁନ ସାତ୍ୱିକ ଜ୍ଞାନ ବୋଲି ଜାଣ ଯେ ସବୁ ପ୍ରାଣୀ ଭିନ୍ନ ଭିନ୍ନ ଭାବ ତାହାଙ୍କ ଭିନ୍ନ ଭିନ୍ନ ଯେବେ ସମାନ ହୋଇଥାନ୍ତା ଜଣେ ଭଖିଲେ କ୍ଷୁଧା ଯାନ୍ତା ଏପରି ତର୍କ ଆଣି ଭିନ୍ନ ଯେ କରେ ସେ ରାଜସ ଜ୍ଞାନ
ଯେ ଯେଉଁ ଦ୍ରବ୍ୟକୁ ଦେଖିଣ ତତ୍ତ୍ୱଜ୍ଞାନକୁ ଉପେକ୍ଷୀଣ ଏ ଆତ୍ମା କିମ୍ବା ପରମାତ୍ମା ଏ ଭାବ କରେ ଯେହୁ ଚିନ୍ତା ଯେ ସବୁ ଯୁକ୍ତି ଯୁକ୍ତ ନୁହେଁ ସେ ଜ୍ଞାନ ଅସତ୍ୟ ବୋଲାଏ ଏ ଜ୍ଞାନ ଏମନ୍ତ ଅଟଇ ପରମାନନ୍ଦକୁ ନ ପାଇ ଯେ ରାଗ ଦ୍ୱେଷ ଅଭିମାନ ବିନାଶୀ କରେ ନିତ୍ୟ କର୍ମ ଫଳ କାମନା ତା ନଥାଇ ସାତ୍ୱିକ କର୍ମ ତାକୁ କହି ଯେ ସବୁ ଫଳ କାମନାରେ ନାନାଦି ଯାକ ଜକମରେ କରନ୍ତି ସର୍ବ କର୍ମମାନ ରାଜସ କର୍ମ ଏହା ଜାଣ ଲାଭ ହାନି କି ନ ଦେଖିଣ କରନ୍ତି ପରକୁ ପୀଡ଼ନ ନିଜ କ୍ଷମତା ନ ବିଚାରି କର୍ମ କରନ୍ତି ମତେ ସ୍ମରି ଏ କର୍ମ ତାମସ ଅଟଇ ଅଧଃପତନ ବାଟ ଏହି ସଙ୍ଗ ନ କରି ନମ୍ର ଭାଷି ଧୈର୍ଯ୍ୟରେ ଉଦ୍ୟମରେ ପଶି ସଫଳ ହେଉ ବା ନିଷ୍ଫଳ ବିକାର ନ ଆସେ ମନର ଏମନ୍ତ କାର୍ଯ୍ୟ କର୍ତ୍ତା ଯେହି ସାତ୍ୱିକ କର୍ତ୍ତା ତାକୁ କହି ଫଳରେ ଇଚ୍ଛା ରୋଗଯୁକ୍ତ ଲୋଭୀ ଅଶୋଚି ହିଂସାରତ ହର୍ଷ ଶୋକରେ ଭୋଗୀ ହୁଏ ରାଜସ କର୍ତ୍ତା ତାକୁ କହେ ବିଚାରହୀନ ଅସତର୍କ ପୁଣି ପର ନିନ୍ଦାକାରକ ଶଠ ଭାବ ନମ୍ରତାହୀନ ଅକର୍ମା ଅଳସୁଆ ପୁଣ ବିଷାଦୀ ପୁଣି ଦୀର୍ଘସୂତ୍ରୀ ତାମସ କର୍ତ୍ତା ଏ ଅଟନ୍ତି ତ୍ରିଗୁଣ ମତେ ବୁଦ୍ଧିମତୀ ଧରନ୍ତି ଏହି ତିନି ମୂର୍ତ୍ତି ଏମାନଙ୍କର ଭେଦ ଯାହା ବୁଝାଇ କହୁଅଛି ତାହା ହେ ଧନଞ୍ଜୟ ସମ୍ପୂର୍ଣ୍ଣରେ ଶୁଣ ତୁ ଏକାଗ୍ର ମନରେ ଯେ ବଣ ବୁଦ୍ଧି ବଳେ ପାର୍ଥ ପ୍ରବୃତ୍ତି ନିବୃତ୍ତି ଦୁହେଁ ତ ଭୟ ଅଭୟ କାର୍ଯ୍ୟ ବନ୍ଧନ ମୁକ୍ତି ଯେ ସମ୍ପଦ ରୂପରେ ଜଣା ଯାଏ ସବୁ ସାତ୍ୱିକ ତାହାକୁ ଜାଣିବୁ ଯେଉଁ ବୁଦ୍ଧିର ବଳେ ବୈର ଧର୍ମ ଅଧର୍ମର ବିଚାର କାର୍ଯ୍ୟ ଅକାର୍ଯ୍ୟ ଲାଭ ହାନି ବିଚାରେ ସନ୍ଦେହ ଯ ଆଣି ସେ ବୁଦ୍ଧି ରାଜସ କହନ୍ତି ଏ ଧ୍ରୁବ ସନ୍ଥ କହିଛନ୍ତି ଯେଉଁ ବୁଦ୍ଧିର ବଳେ ବୀର ଧର୍ମକୁ ଆଣେ ଅଧର୍ମର ଭଲକୁ ମନ୍ଦ ମନେ କରେ ହିତକୁ ବିପରୀତ ଧରେ ଏ ବୁଦ୍ଧି ତାମାଚ୍ଛନ୍ନ ହୋଇ ତାମସ ବୁଦ୍ଧି ୟାର ହୋଇ ଧୃତିର ଭେଦ ଶୁଣ ତୁହି ଜଗର ବଳ ଧୃତି କହି ସ୍ଥିରେ ଧରଇ ମନ ପ୍ରାଣ କ୍ରିୟାକୁ କଲେ ସଂଯମନ ଅନ୍ୟକୁ ଧାରଣ ନ କରେ ସାତ୍ୱିକ ଧୃତି ତାକୁ କହି ଯେ ଧୃତି ବଳେ ନିଦ୍ରା ଶୋକ ଭୟ ବିଷାଦୀ ଗର୍ବ ଯାକ ତ୍ୟାଗ ନ କରି ଭଲ ମଣେ ତାମସ ଧୃତି ତାକୁ ଗଣେ ପୁଣି ତ୍ରିବିଧ ସୁଖ ମାନ ମୋଠାରୁ ଶୁଣ ତୁ ଅର୍ଜୁନ ଯେ ସୁଖ ଅଭ୍ୟାସ ନିମିତ୍ତ ସକଳ ତହିଁରେ ଆସକ୍ତ ଯେ ସୁଖ ହେତୁ ନରଗଣ
ସୁଖକୁ ଆଣନ୍ତି ବରିଣ। ଯେ ସୁଖ ବିଷର ସମାନ, ପ୍ରଥମେ ହୁଏ ଅନୁମାନ। ଶେଷେ ଅମୃତ ଭୋଗ ଦିଏ, ସାତ୍ତ୍ୱିକ ସୁଖ ତାକୁ କହେ। ଇନ୍ଦ୍ରିୟ ଯୁକ୍ତ ସୁଖ ଯେହି, ପ୍ରଥମେ ସୁଧା ପରି ସେହି। ଶେଷେ ବସେ ବୈଷୟିକ ସୁଖ, ରାଜସ ସୁଖ ଲେଖ। ଯେଉଁ ସୁଖରେ ପ୍ରଥମରେ, ବୁଦ୍ଧି କି ମୋହିତ ଯେ କରେ। ଆଳସ୍ୟ ପ୍ରମାଦ ଶୟନ, ଯେଉଁ ସୁଖରୁ ଏ ଜନମ। ଶେଷେ ଅତ୍ୟନ୍ତ ଦୁଃଖ ଜାଣ, ତାମସ ସୁଖ ଏ ଅର୍ଜୁନ। ପୃଥିବୀ ସ୍ୱର୍ଗ ପାତାଳରେ, ଦେବତା ମନୁଷ୍ୟ ନଗରେ। ପଶୁ ପକ୍ଷୀ ପତଙ୍ଗ ଠାରେ, ଏମନ୍ତ ନ ଦେଖଇ କାରେ। ପ୍ରକୃତି ଜାତ ଯେ ତ୍ରିଗୁଣ, ତହିଁରୁ ହୋଇଛନ୍ତି ଭିନ୍ନ। ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟର, ହେ ପରନ୍ତପ ଶୂଦ୍ରଙ୍କର। ସ୍ୱଭାବ ଜାତ ଗୁଣ ନେଇ, କର୍ମକୁ ପୃଥକ୍ କରଇ। ଏହି ସ୍ୱଭାବ ଗୁଣ ନେଇ, ଜାତିର ସୃଷ୍ଟି ହୋଇଛଇ। ସମ ଦମ ଯେ ତପସ୍ୱୁଚି, କ୍ଷମା ସରଳ ଭାବେ ରୁଚି। ଜ୍ଞାନ ବିଜ୍ଞାନ ଯେ ଆସ୍ତିକ, ବ୍ରାହ୍ମଣ ସ୍ୱଭାବ ଏତକ। ଶୂରତା ତେଜ ପୁଣି ଧୃତି, ଦକ୍ଷତା ଯୁଦ୍ଧେ ସ୍ଥିର ମତି। ଦାନ ପ୍ରଭୃତ୍ୱ ଯେ ଐଶ୍ୱର୍ଯ୍ୟ, କ୍ଷତ୍ରିୟ ସ୍ୱଭାବ ଏ କାର୍ଯ୍ୟ। ସନ୍ଥ ପାଳନ ଦୁଷ୍ଟ ନାଶ, ଐଶ୍ୱର୍ଯ୍ୟ ନାମ ଏ ପ୍ରକାଶ। କୃଷି ଗୋରକ୍ଷା ବ୍ୟବସାୟ, ବୈଶ୍ୟ ସ୍ୱଭାବ ଏ ନିର୍ଣ୍ଣୟ। ସେବା କରିବା କାର୍ଯ୍ୟ ସେହି, ଶୂଦ୍ର ସ୍ୱଭାବ ଏ ଅଟଇ। ସ୍ୱଗୁଣ ବଂଶ କର୍ମ ମାନ, ମନୁଷ୍ୟ କରିଲେ ସାଧନ। ସେ କାର୍ଯ୍ୟେ ସିଦ୍ଧି କି ଲଭନ୍ତି, ସେ ବିଧି କହେ ଦିଅ ମତି। ଯେ ବଣ ଠାରୁ ଭୂତମାନ, ଲଭିଣ ଅଛନ୍ତି ଜନମ। ସେ ସବୁ ସଂସାର ମଧ୍ୟରେ, ବ୍ୟାପୀ ଅଛନ୍ତି ସର୍ବଠାରେ। ନିଜ ନିଜର ଗୁଣ ନେଇ, ବିଭାଗ କର୍ମ ସେ କରଇ। ଏ କର୍ମେ ହିତ ସଂସାରର, ସିଦ୍ଧି ଲଭନ୍ତି ସର୍ବନର। ଯେ ଯେଉଁ କର୍ମେ ଅଧିକାରୀ, ନ କଲେ କନ୍ଦଳରେ ମରି। ସଂସାର କାର୍ଯ୍ୟ ନାଶ ହେବ, କିପରି ନିଶ୍ଚଳେ ଭଜିବ। ପରର ଧର୍ମ ଯେବେ ଶ୍ରେଷ୍ଠ, ନିଜର ଧର୍ମ ଯେ ନିବୃତ୍ତ। ଜାଣି ସ୍ୱଭାବ ଜାତ ଧର୍ମ, କଲେ ତା ନୁହଁଇ ଅଧର୍ମ। ଧର୍ମ କହିଲେ ସଂସାରର, ଚଳିବା ପ୍ରଥା ଧର୍ମବୀର। ସ୍ୱଭାବ ଜାତ କର୍ମ ଯେହି, ପ୍ରକୃତ କର୍ମ ସେ ଅଟଇ। ସେ ଯେବେ ହୁଏ ଦୋଷଯୁକ୍ତ, ତେଜିବା ନୁହେଁ ଉପଯୁକ୍ତ। ଯେବେ ନିଜର ଧର୍ମ ଛାଡ଼ି, ପର ଧର୍ମକୁ ଆଣେ ଲୋଡ଼ି। ତହିଁର ମଧ୍ୟରେ ଦେଖିବ, କିଛି ନା କିଛି ଦୋଷ ଥିବ। ଅଗ୍ନିରେ ଯେହ୍ନେ ଧୂମ ଅଂଶ, ନ ଘେନି ଘେନେ ତାପ ଅଂଶ। ସେପରି ସ୍ୱଧର୍ମର ଦୋଷ, ନ ଧରି ଘେନିବ ସାରାଂଶ। ଧୂମେ ଆଚ୍ଛନ୍ନ ଅଗ୍ନି ଯେହ୍ନେ,
দোষে আচ্ছন্ন ধর্ম তেনে আসক্তিহীন যে সর্বত্র বিগত স্নেহ আত্মজিত সন্ন্যাস বলে অকর্মত্ব সিদ্ধি কি হুই সে প্রাপ্ত যাহার স্ত্রী পুত্র ধন সুখ স্বর্গরে নাহি মন নিষ্কামে কর্ম যে করই কাহিরে লালসা ন হই পরমহংস দীক্ষা ধরে উপবিতাদি তেজ্যা করে সন্ন্যাস ধর্ম বিধি ଏହି অকর্মরে সিদ্ধি দিয়ই সিদ্ধি প্রাপ্ত ব্যক্তিগণ লোভন্তি স্নেহে পরং ব্রহ্ম জ্ঞাନର ଶେଷ ସୀମା ଯାହା ମଠାରୁ ସୂକ୍ଷ୍ମେ ଶୁଣ ତାହା ଉତ୍ତମ ବୁଦ୍ଧି ଯୁକ୍ତ ହୋଇ ଧର୍ମରେ ମନକୁ ମଜଇ ଶରୀରେନ୍ଦ୍ରିୟ କରି ଜୟ ତେଜି ବିଷୟ ଭୋଗ ଚୟ ରାଗ ଦ୍ୱେଷାଦି ପରିହରି ବିଶୁଦ୍ଧ ସ୍ଥାନରେ ବିହରି ମିତ ଆହାରି ଯେ ହଇଣ ବାକ୍ୟ ମନ କରି ସଂଯମ ଲୋଭ ମୋହକୁ ବରଜିଣ ଈଶ୍ୱର ଠାରେ ଅର୍ପି ମନ ଧ୍ୟାନରେ ସଦା ହୋଇ ରତ ବୈରାଗ୍ୟ ଆଶାରେ ସତତ ଦକ୍ଷିଣ କାମ କ୍ରୋଧ ବଳ ଦାନ ଅଭିମାନ ସକଳ ମନ ନ ଦେଇଣ ଏଥିରେ ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରେ ଏ ଭାବେ ଯେହୁଁ ରହେ ନିତ୍ୟ ସର୍ବଦା ଶାନ୍ତି ସେ ପ୍ରାପତ ବ୍ରହ୍ମତ୍ୱ ପ୍ରାପ୍ତି ଯୋଗୀ ସେହି ଏଥେ ଅର୍ଜୁନ ଆନ ନାହିଁ ମଠାରେ ଯେବେ ଚିତ ଦେବୁ ସମସ୍ତ ଆପଦ ତରିବୁ ମୋ ବିନା ଅହଙ୍କାରେ ମତ ହେଲେ ହାରିବୁ ପୁରୁଷାର୍ଥ ଅହଙ୍କାରର ବସେ ତୁହି ଯୁଦ୍ଧକୁ ଇଚ୍ଛା କରୁ ନାହିଁ ପ୍ରକୃତି ତୋତେ ବଳେ ନବ ଯୁଦ୍ଧରେ ନିଯୁକ୍ତି କରିବ হে কৌন্তেয় মোহ যুক্তে যে কর্ম ন আসে তো চিতে স্বভাব বসে ভোল হই সে কর্ম করিবু যে তুহি সর্ব শরীরে অর্জুন ঈশ্বর অছন্তি বিদ্যমান সে যন্ত্র পিতুଳାର পরি পুরান্তি মায়া যন্ত্র ধরি ସମସ୍ତ ଭାବେ ହେ ଭାରତ ନିୟ ତାଙ୍କର ଶରଣତ ତାଙ୍କ ପ୍ରସନ୍ନେ ଶ୍ରେଷ୍ଠ ଶାନ୍ତି ଶାଶ୍ୱତ ଧାମ ହେବୁ ପ୍ରାପ୍ତି ସେ ଗୋପନୀୟ ତତ୍ତ୍ୱଜ୍ଞାନ ପ୍ରକାଶ କଲି ତ ଆଗେଣ ତଦନ୍ତେ ଯାହା ଇଚ୍ଛା ତୋର ସେହିପରି ତୁ କର୍ମ କର ଆବର ଗୁପ୍ତ ତମ ଯାହା ପୁଣି ମୋ ଶ୍ରେଷ୍ଠ ବାକ୍ୟ ତାହା ଯେଣୁ ତୁ ଅଟୁ ପ୍ରିୟ ମୋର କହେ ତ ଶୁଭ ନିମିତ୍ତର ମଠାରେ ଦୃଢ଼ କର ମନ ଭକତି କର ମୋ ଚରଣ ମୋତେ ଅର୍ଜୁନ ନମସ୍କାର କଲେ ପାଇବୁ ମୋତେ ବୀର ଯେଣୁ ତୁ ପ୍ରିୟ ଅଟୁ ମୋର ତେଣୁ କହେ ତ ଅଗ୍ରତର ସମସ୍ତ ଧର୍ମକୁ ଛାଡ଼ିଣ ମୋହରେ ନିୟ ତୁ ଶରଣ ଯେବେ ସମସ୍ତ ପାପୁ ତତେ ତାରି ବିଶୋକ ତେଜ ଚିତେ ଗୁରୁ ସେବା ତପସ୍ୟାହୀନ ମୋର ନିନ୍ଦୁକ ଭକ୍ତିହୀନ
ଏ ଗୀତା ତାଙ୍କୁ ନ କହିବ, ଏଥିରେ ସାବଧାନ ଥିବ। ପରମ ଗୁପ୍ତ ସିଦ୍ଧ ବାଣୀ କହୁଛି ଶୁଣ ଫାଲ୍ଗୁନି, ଯେ ମତେ ଏକାନ୍ତେ ଭଜଇ, ଏ ଗୁଡ଼ ରସରେ ମଜଇ। ମୋ ଭକ୍ତ ମଧ୍ୟେ ବ୍ୟାଖ୍ୟା କରେ, ମତେ ପାଏ ସେ ଅକ୍ଳେଶରେ। ତେଣୁ ସେ ନରଙ୍କ ମଧ୍ୟରେ, ମୋହରି ପ୍ରାୟ ପୃଥିବୀରେ। ନହି ଚିହ୍ନ ହୋଇବ କେହି, ହେ ପାର୍ଥ ଜାଣିଥାଅ ତୁହି। ଯେ ଲୋକ ଆମ୍ଭ ଦୁହିଁଙ୍କର, ଧର୍ମ ସଙ୍ଗତ ପ୍ରଶ୍ନୋତ୍ତର। ପଠନ କରିବ ତା ପୁଣ, ଜ୍ଞାନ ଯଜ୍ଞର ସମଜାଣ। ଯେହୁ ନିଃସନ୍ଦେହେ ଶ୍ରଦ୍ଧାରେ, ଶ୍ରବଣ କରେ ସମ୍ପୂର୍ଣ୍ଣରେ। ସର୍ବ ପାପରୁ ତରି ପୁଣ୍ୟ, କର୍ମୀଙ୍କ ଫଳ ପାଏ ଜାଣ। ହେ ପାର୍ଥ ଏହି ଗୀତା ତତ୍ତ୍ୱ, ଶୁଣିଲେ ଏକାଗ୍ର ଚିତ୍ତେ ତ। ଅଜ୍ଞାନ ଜାତ ଭ୍ରମମାନ, ବିନାଶ ହୋଇବୁ ଅର୍ଜୁନ। ଅର୍ଜୁନ ଉବାଚ, ତ କୃପା ବଳେ ଭ୍ରମ ମୋର, ଦୂର ହୋଇଲା ଦାମୋଦର। ଆତ୍ମଜ୍ଞାନକୁ ଲାଭ କଲି, ସକଳ ସନ୍ଦେହ ଛାଡ଼ିଲି। ଏବେ ପ୍ରସ୍ତୁତ ହେଲି ମୁହିଁ, ତ ଆଜ୍ଞା ପାଳିବାର ପାଇଁ। ସଞ୍ଜୟ ଉବାଚ, ଶ୍ରୀକୃଷ୍ଣ ଅର୍ଜୁନଙ୍କର, ଯାବତ ଜ୍ଞାନର ବିଚାର। ଅଦ୍ଭୁତ ଜେଲ ମହର୍ଷଣ, ହେ ରାଜା କଲି ମୁଁ ଶ୍ରବଣ। ଏ ଯେଉଁ ଗୃହ୍ୟତମ କଥା, କହିଲେ ବ୍ୟାସ ମହାରଥା। ଶୁଣିଛି ଯୋଗୀ ଯୋଗେଶ୍ୱର, କହିଲେ ବ୍ୟାସଙ୍କ ଆଗର। ଶ୍ରୀକୃଷ୍ଣ ଅର୍ଜୁନଙ୍କ ବାଣୀ, ଅତ୍ୟଦ୍ଭୁତ ପବିତ୍ର ପୁଣି। ସ୍ମରି ମୁହର୍ଷ ପୁନ ପୁନ, ଜାଣିଣ ଅଛି ହେ ରାଜନ। ହରିଙ୍କ ବିଶ୍ୱରୂପ ମୁହିଁ, ଶୁଣି ବିସ୍ମୟ ନର ସାଇଁ। ଅତି ବିସ୍ମୟ ଜାତ ହୁଏ, ତଥାପି ହର୍ଷ ବଢ଼ୁଥାଏ। ଯେ ବଣ ପାଖେ ପାର୍ଥ ବୀର, ଯେ ପାଖେ କୃଷ୍ଣ ଯୋଗେଶ୍ୱର। ସେ ପକ୍ଷେ ଜୟ ଲକ୍ଷ୍ମୀ ଜାଣ, ନିଶ୍ଚୟ ହୋଇବ ରାଜନ। ମୋର ବିଚାରେ ଏହା ସ୍ଥିର, କହଇ ବାସୁଦେବ ଛାର। ଉପାଧ୍ୟାୟ ବଂଶରେ ଜାତ, କୁମ୍ଭ ଅଟନ୍ତି ମୋର ତାତ। ପରମହଂସ ଦୀକ୍ଷା ପାଇ, ତାହାଙ୍କ କୃପାରେ ଲେଖଇ। ଯେ ଏହା ପଢ଼ିବ ଶୁଣିବ, ଭବବନ୍ଧନୁ ତରିଯିବ। ଇତି ଶ୍ରୀମହାଭାରତେ ଶତସାହସ୍ର୍ୟାଂ ସଂହିତାୟାଂ ବୟାସିକ୍ୟାଂ ଭୀଷ୍ମପର୍ବଣି ଶ୍ରୀଭଗବଦ୍ଗୀତାसूपनिषत्सु ब्रह्मविद्यायां योगशास्त्रे श्रीकृष्णार्जुनसंवादे मोक्षयोगो नाम 18 अध्याय।